ସତରେ ଆଜିକାଲି ଦୁନିଆର ଫାଣ୍ଡା ଅଲଗା ହେଇଗଲାଣି। ବହୁ ଲୋକ ଅଛନ୍ତି ଭିଡ଼ିଓ କରୁଛନ୍ତି, ସେମାନେ କଷ୍ଟ କରି ଭିଡ଼ିଓ କରୁଛନ୍ତି। କେତେ ଜଣଙ୍କର ଖୁସି ଦେଖିବାକୁ, କେତେ ଜଣ ତମକୁ ଲାଇକ୍ କରୁଛନ୍ତି ସେଟା ଦେଖିବାକୁ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ବେକାର ଜିନିଷକୁ ଲାଇକ୍ କରୁଛନ୍ତି, ସବସ୍କ୍ରାଇବ୍ କରୁଛନ୍ତି। ଆଉ ଯେଉଁମାନେ କଷ୍ଟ କରୁଛନ୍ତି ସେମାନଙ୍କୁ ବିଲକୁଲ ବି ସବସ୍କ୍ରାଇବ୍ କରୁନାହାନ୍ତି। ତ ମୋର ଏଠି ଗୋଟାଏ କଥା କହିବାର ଅଛି, ଯେଉଁମାନେ ନିଜ ଘରକୁ ନେଇକରି ଭିଡ଼ିଓ ବନାଉଛନ୍ତି, ଆପଣମାନେ ତାକୁ ସହଜରେ ଗ୍ରହଣ କରିଦେଉଛନ୍ତି। ସେଥିରେ କ'ଣ ଅଛି? କିଏ କାହା ଘରେ କ'ଣ ରୋଷେଇ କଲା, କିଏ କାହା ଘରେ କ'ଣ ବସିଲା। କିଛି ଇମ୍ପ୍ରୁଭାଲ୍ ଜିନିଷ ଦେଖନ୍ତୁ, କିଛି ମାନେ ଶିଖିବାର ଜିନିଷ ହେଲେ ତାକୁ ସବସ୍କ୍ରାଇବ୍ କରନ୍ତୁ। ବହୁତ ମନ ଦୁଃଖ ହୁଏ ଥରେ ଥରେ। ଆକ୍ଚୁଆଲି ଏତେ ଭିଡ଼ିଓ ପକାଉଛୁ, ଫିର୍ ବି ଲାଇକ୍ ସବସ୍କ୍ରାଇବ୍ ଆସୁନି। ଧୈର୍ଯ୍ୟ ଅଛି, ଆମେ କଷ୍ଟ କରୁଛୁ, ନିହାତି ଭାବରେ ପାଇବୁ। ହେଲେ ବହୁତ ମନ ଦୁଃଖ ହୁଏ, ମାନେ ଲୋକମାନେ ଆଜିକାଲି ସତ କଥା ଖରାପ ଜିନିଷକୁ ବହୁତ ଜଲ୍ଦି ଆପଣେଇ ନେଉଛନ୍ତି। ଆଉ ଯେଉଁମାନେ କଷ୍ଟ କରି ଭିଡ଼ିଓ ପକାଉଛନ୍ତି ସେମାନଙ୍କୁ ଟିକେ ବି ଲାଇକ୍ କି କମେଣ୍ଟ କି କିଛି ନାହିଁ। ଦେଖୁଛି, ଯାହାଟା ଦେଖୁଛୁ ସେଇଟା କହୁଛୁ। ବିନା କାରଣରେ ଫାଲତୁ ଭିଡ଼ିଓକୁ ଲାଇକ୍ ସବସ୍କ୍ରାଇବ୍ ବୋଲି ମାନେ ମୋ ମୁଣ୍ଡ ବୋଧେ କାମ କରୁନି ଥରେ ଗୋଟେ ଭିଡ଼ିଓ ଦେଖି। ବେକାରରେ ଅଯଥା ଜିନିଷରେ ସବୁ ସାରି ଦେଉଛନ୍ତି। ଆଉ ଯିଏ ଉପରକୁ ଉଠିବାକୁ ଚାହୁଁଛି ତାକୁ ଭାଇ କେହି ସପୋର୍ଟ କରିବାର ନାହିଁ। ଆପଣମାନେ ସେଇଆ କରୁଛନ୍ତି କି ନାହିଁ କୁହନ୍ତୁ? ଆମେ ବି ଭିଡ଼ିଓ ଦେଖୁଛୁ, ଶିଖିବାର ଜିନିଷ ଯେଉଁଠି ଅଛି ଆମେ ସେଠି ନିହାତି ଭାବରେ ତାଙ୍କୁ ସପୋର୍ଟ କରିବୁ। ହୁଏତ କେତେ ଜଣଙ୍କ ଭିଡ଼ିଓ ନ ଆସିଥାଇପାରେ, କିନ୍ତୁ ଯେଉଁମାନଙ୍କର ବି ଭିଡ଼ିଓ ଆସୁଛି ଆମେ କମ୍ପଲସରି ତାଙ୍କୁ ସପୋର୍ଟ ଦେଉଛୁ ହେଲା। ସେଥିରେ କିଛି କହିବାର ନାହିଁ, କାରଣ ତାଙ୍କ ଟ୍ୟାଲେଣ୍ଟ ଅଛି। ଆମେ ଘରେ ବସିକିରି ମାନେ କିଛି କାମ ଧନ୍ଦା କରିକି ତା ସହିତ ଅଳ୍ପ ଟାଇମ୍ ବାହାର କରି ଏସବୁ କରୁଛୁ। ବହୁତ କାମ ଥାଏ ଘରେ, ଗୋଟେ ସ୍ତ୍ରୀର ବହୁତ କାମ ଥାଏ। ପିଲା ଛୁଆଙ୍କ ସହିତ ଘରର ଚାରିପଟ କାମ, ତା ଛଡ଼ା ତାଙ୍କର କିଛି ନିଜର ପର୍ସନାଲ୍ କାମ, ବହୁତ ଜିନିଷ ଅଛି। ସେ ସବୁକୁ ଯଦି ଜଣେ ମ୍ୟାନେଜ୍ କରି ଆପଣମାନଙ୍କୁ ଖୁସି କରିବା ପାଇଁ ଗୋଟେ ଭିଡ଼ିଓ ପକାଉଛି, ତାହେଲେ ଆପଣମାନେ ନିହାତି ତାକୁ ସପୋର୍ଟ କରିବା ଦରକାର। ନିହାତି ଭାବରେ ସପୋର୍ଟ କରିବା ଦରକାର। କ'ଣ ମୁଁ ଠିକ୍ କହୁଛି ନା ଭୁଲ କହୁଛି? ଆପଣମାନେ ହିଁ କୁହନ୍ତୁ। ସମସ୍ତଙ୍କୁ ସ୍ନେହ ଭଲ ପାଇବା ଦିଅନ୍ତୁ, ଆପଣ ବି ପାଇବେ, ନିହାତି ଭାବରେ ପାଇବେ। ଜଣଙ୍କ ମନ ଏତେ ଦୁଃଖ କରିଦିଅନ୍ତୁନି ତା ମନ ଭାଙ୍ଗିଯିବ, ସେ ଆଉ ଭିଡ଼ିଓ ହିଁ କରିପାରିବନି। ଜୟ ଜଗନ୍ନାଥ।